ସାଇକୋଲୋଜି କହିଥାଏ ଏକୁଟିଆ ରହୁଥିବା କୌଣସି ସୁନ୍ଦରୀ ମହିଳାଙ୍କୁ ଘେଇବାକୁ ଚାହୁଁଥିଲେ ତାଙ୍କୁ ଯେମିତି ବି ହଉ ଦୁଦୁରା ଗଛର ପତ୍ର ଓ ଜୁଆଣୀକୁ ପେଶି ଚାରେ ମିଶାଇ ପିଇବାକୁ ଦିଅନ୍ତୁ ଓ ଜାଣିଶୁଣି ତାଙ୍କ ଛାତିରେ ହାତ ଟିକିଏ ମାରିଦିଅନ୍ତୁ। ଏହି ଦୁଇଟି ଜିନିଷ କରିବା ଦ୍ୱାରା ସେହି ମହିଳା ନିଶାରେ ଆସି ଆପଣଙ୍କୁ ବିଛଣା ଉପରକୁ ଡାକିବ। ସାଇକୋଲୋଜି କହିଥାଏ ଯେଉଁ ସ୍ତ୍ରୀର ସ୍ତନ ବଡ଼ ଓ ବାହାରି ପଡ଼ି ଦେଖାଯାଇଥାଏ ତେବେ ସେହି ସ୍ତ୍ରୀ ଅଧିକ ଆକର୍ଷଣୀୟ ଲାଗିଥାଏ। ସାଇକୋଲୋଜି କହିଥାଏ ଗୋଟିଏ ସ୍ତ୍ରୀକୁ ପୁରାପୁରି ସନ୍ତୁଷ୍ଟ କରିବା ପାଇଁ ଗୋଟିଏ ପୁରୁଷ ପାଖରେ ଭରପୁର ତାକତ ଥିବା ନିହାତି ଆବଶ୍ୟକ। ସାଇକୋଲୋଜି କହିଥାଏ ଆଜିକାଲି କିଛି ସମ୍ପର୍କକୁ ନିଭାଇବା ପାଇଁ ଲୋକମାନେ ପୁରା ସଚ୍ଚୋଟ ଭାବରେ ବେଇମାନି କରିଥାନ୍ତି। ସାଇକୋଲୋଜି କହିଥାଏ ଯେଉଁ ସମୟ ଆପଣଙ୍କ ପାଖରେ ବଞ୍ଚିକି ଅଛି ତାକୁ ସମ୍ଭାଳିକି ବ୍ୟବହାର କରନ୍ତୁ, କାରଣ ଯେଉଁ ସମୟ ଆପଣ ହରାଇ ସାରିଛନ୍ତି ତାହା ଆଉ କେବେ ବି ଫେରିକି ଆସିବ ନାହିଁ। ସାଇକୋଲୋଜି କହିଥାଏ କୌଣସି ମହିଳାର ଗୁପ୍ତାଙ୍ଗକୁ ଦେଖିବା ଦ୍ୱାରା ସେହି ମହିଳା ଆପଣଙ୍କୁ ପ୍ରେମଭରା ଓ କାମୁକ ନଜରରେ ଦେଖିବାକୁ ଲାଗିବେ। ସାଇକୋଲୋଜି କହିଥାଏ ଆଜିକାଲି ଭଲ ବ୍ୟକ୍ତି ସେହିମାନେ ଅଟନ୍ତି ଯେଉଁମାନଙ୍କର ଅସଲି କାମ କେହି ବି ଜାଣିନଥାନ୍ତି। ସାଇକୋଲୋଜି କହିଥାଏ ସମୟ ବି ଠିକ୍ ସମୟରେ ନିଜର ମୂଲ୍ୟ ବୁଝେଇ ଦେଇଥାଏ। ସାଇକୋଲୋଜି କହିଥାଏ ସତ କହିବା ପାଇଁ କୌଣସି ପ୍ରସ୍ତୁତି କରିବାକୁ ପଡ଼ିନଥାଏ, କାରଣ ସତ ସବୁବେଳେ ହୃଦୟରୁ ହିଁ ବାହାରିଥାଏ। ସାଇକୋଲୋଜି କହିଥାଏ ସବୁଠାରୁ ସୁନ୍ଦର ପୁରୁଷ ସେ ହୋଇଥାଏ ଯିଏ ରାଗରେ ବି ମହିଳାଙ୍କ ସହିତ କଥା ହେବାର ଶୈଳୀକୁ ଭୁଲି ନଥାଏ।